ओम शांति। कल्याणकारी निराकार परमात्मांकर कल्याणकारी कर्तव्य अर्थात सारा विश्व को परिवर्तन करिवार कार्य निजको नियोजित करिथिबा समस्त श्रेष्ठ परमात्मा संतान मानंकु हृदयर सहित हार्दिक शुभ अभिनंदन, सुस्वागतम, सुप्रभात। कथारे अछि, कहिब मधुर वचन कहि तोषिब जन मन। मुख एक धनु सदृश एवं शब्द हेउछि तार बाण। तेणु बाणी रूपक बाण जेपरि हेब ସେହି ଭଳି ପ୍ରଭାବ ମଧ୍ୟ ଅନ୍ୟମାନଙ୍କ ଉପରେ ପଡ଼ିବ। ମଧୁର ବଚନ ପାଷାଣକୁ ମଧ୍ୟ ପାଣି କରିଦେଇଥାଏ। କେବଳ ମନୁଷ୍ୟ କାହିଁକି, ଏହା ପଶୁପକ୍ଷୀଙ୍କ ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ଏହାର ଅନେକ କାହାଣୀ ଆମେ ଶୁଣିଛେ ବା ପଢ଼ିଛେ, ଅନେକ କଥାବସ୍ତୁ ମଧ୍ୟ ଆମେ ଶୁଣିଛେ। ମୁଁ ଗୋଟିଏ ମୋର ଅଙ୍ଗେ ନିଭା କଥା କହୁଛି। ଆମ ଘରେ ଗୋଟିଏ ଶୁଆ ଅଛି, ଯାହାର ବୟସ ପାଖାପାଖି 19 ବର୍ଷ। ସେ ଯେପରି ଆମ ପରିବାରର ଏକ ସଦସ୍ୟ ଭଳି। ପରିବାରର ଆଲୋଚନା ହେଉ ବା ଖୁସି ଗପସପ ହେଉ, ସବୁଥିରେ ତାର ମଧ୍ୟ ଦଖଲ। କେବଳ ହଁ ନାଁରେ ସେ ମଝିରେ ମଝିରେ ଉତ୍ତର ଦେଇଥାଏ। ତାର ଦୈନନ୍ଦିନ ଦିନଚର୍ଯ୍ୟା ଏବଂ ଖାଦ୍ୟ ପଦାର୍ଥ ନିୟମିତ ହେଇଥାଏ। ଏପଟ ସେପଟ ହେଲେ ତାର ପ୍ରତିବାଦ କରେ, ତା ଡାକ ଏବଂ ଅଙ୍ଗଭଙ୍ଗୀ ମାଧ୍ୟମରେ। ସବୁଠାରୁ ବିଶେଷ ଏବଂ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଯେତେବେଳେ ସକାଳ 7ଟାରୁ ପରମାତ୍ମାଙ୍କର ବାଣୀ, ଯାହାକୁ ଆମେ ମୁରଲି ବୋଲି କହୁଛୁ, ତାହା ପଢ଼ା ହେବା ମାତ୍ରେ ତାକୁ ସେଥିରେ ସାମିଲ କରେଇବା ପାଇଁ ସେ ଡାକ ଦିଏ, ବାପା ବାପା ବୋଲି। ଏବଂ ବାଣୀ ପଢ଼ା ହେବା ବେଳେ ମଝିରେ ମଝିରେ ହୁଁ ହୁଁ କହିଥାଏ। ଥରେ ବଡ଼ ଭାଉଜ ତା ଉପରେ କୌଣସି କାରଣରୁ ବିରକ୍ତ ହୋଇ ଉଚ୍ଚ ସ୍ୱରରେ ପାଟି କଲେ। ସେଥିରେ ତାର ଅଭିମାନ ଦେଖିବା ଭଳି ଦୃଶ୍ୟ ଥିଲା। ଏପରି ଅଭିମାନ ଯେ ଦିନ ଭରି ଭାଉଜ ଯେତେ ଯାହା ଦେଲେ ସେ ଖାଇଲା ନାହିଁ। ମୁଁ ଯେତେବେଳେ ସନ୍ଧ୍ୟାବେଳେ ଘରକୁ ଫେରେ, ଗାଡ଼ି ରଖୁ ରଖୁ ସେ ବାପା ବାପା ବୋଲି ଡାକ ଛାଡ଼େ। ହେଲେ ସେଦିନ ତାହାର ଡାକ ନ ଶୁଣି ମୁଁ ଆଶ୍ଚର୍ଯ୍ୟ ହେଲି। ଘରେ ଯାଇ ବୁଝିଲି ଯେ ସେ ଅଭିମାନରେ ବସିଛି। ମୁଁ ଦୈନନ୍ଦିନ ଭଳି ତାକୁ ଶ୍ରଦ୍ଧାରେ ଡାକିଲି, ଧନ, ତତେ କିଏ କ'ଣ କହିଛି କି, ଆସିଲୁ। ଏଇ କଥା ପଦକରେ ସେ ତାହାର ପଞ୍ଜୁରୀରୁ ଧଡ଼ପଡ଼ ହେଇ ମୋ ଆଡ଼କୁ ଆସିବା ପାଇଁ ଉଦ୍ୟତ ହେଲା ଏବଂ ପଞ୍ଜୁରୀର ଦ୍ୱାର ଖୋଲୁ ଖୋଲୁ ସେ ଆସି ମୋ କୋଳରେ ବସି ପିଲା ଗେଲ ହେଲା ଭଳି ଗେଲ ହେବାକୁ ଲାଗିଲା ଏବଂ ମୁଁ ଯାହା ଆଣି ଦେଲି ଆରାମରେ ଖାଇବାକୁ ଲାଗିଲା। ତେଣୁ ମଧୁର କଥା ଏବଂ ସ୍ନେହ କ'ଣ ବା ନ କରିପାରେ। ସ୍ନେହପୂର୍ଣ୍ଣ ବ୍ୟବହାର ଏବଂ ମଧୁର ବାଣୀ କହିବାରେ ତ ଆମକୁ ପଇସା ପଡ଼ୁନି କି ଶାରୀରିକ ବା ମାନସିକ କଷ୍ଟ ସହ୍ୟ କରିବାକୁ ପଡ଼ୁନାହିଁ। ତେବେ ଏଥିରେ ଏତେ କାର୍ପଣ୍ୟତା କ'ଣ ପାଇଁ? ବୋଧ ହୁଏ ସେଇଥିପାଇଁ ବର୍ତ୍ତମାନ ସମସ୍ତଙ୍କର ଭାଗ୍ୟ ବିଗିଡ଼ି ଯାଇଛି। କାରଣ ଗୋଟିଏ ବିକାର ତାର କବଳିତ ଯଦି ଆମକୁ କଲା, ଅର୍ଥାତ୍ ଗୋଟିଏ ବିକାରର ବଶୀଭୂତ ଆମେ ଯଦି ହେଲେ, ସମସ୍ତ ବିକାର ଆପେ ଆପେ ତାହାର ବନ୍ଧୁ ବାନ୍ଧବ
ସାଙ୍ଗସାଥି ସମସ୍ତଙ୍କୁ ସାଥିରେ ଧରି ଆସିଯାଇଥାଏ, ଯାହାକି ସମସ୍ତଙ୍କୁ ପତିତ କରିଦେଇଛି ବର୍ତ୍ତମାନ ସମୟରେ। ସେଇଥିପାଇଁ ମଧୁର ଆତ୍ମିକ ପିତା ନିରାକାର ଭଗବାନ ପରମାତ୍ମା ଏବେ ଶ୍ରୀମତ ଦେଉଛନ୍ତି, ଦେହର ଅହଙ୍କାରକୁ ତ୍ୟାଗ କରି ଆତ୍ମିକ ସ୍ନେହରେ ରୁହ, ତେବେ ସମସ୍ତଙ୍କର ଭାଗ୍ୟ ଜାଗ୍ରତ ହେଇଯିବ। ସେଥିପାଇଁ ଆତ୍ମାର ବାସ୍ତବିକ ସ୍ୱରୂପ, ଯାହାକି ସୁଖ, ଶାନ୍ତି ଏବଂ ପବିତ୍ରତା, ସେହି ସ୍ୱରୂପରେ ରହି ସମସ୍ତଙ୍କୁ ପବିତ୍ର ହେବାର ଉପାୟ ବତେଇବାକୁ ହେବ। ସବୁଠୁ ଖରାପ ଆଚରଣ ହେଉଛି ପରସ୍ପରକୁ ପଥର ମାରିବା, ଅର୍ଥାତ୍ କଟୁ ଶବ୍ଦ କହି ଆହତ କରିବା। ଏହାଦ୍ୱାରା ବହୁତ କ୍ଷତି ହୋଇଥାଏ। ତୁମକୁ ବର୍ତ୍ତମାନ ରୂପ ଆଉ ବସନ୍ତ, ଅର୍ଥାତ୍ ଯୋଗୀ ଏବଂ ଜ୍ଞାନୀ ହେବାକୁ ପଡ଼ିବ। ଉତ୍ତମ ଆଚରଣକୁ ଧାରଣ କରିବାକୁ ହେବ। ସେଥିପାଇଁ ମୁଖରୁ କେବେ ମଧ୍ୟ ଅପଶବ୍ଦ ବା କଟୁ କଥା ବାହାରିବା ଉଚିତ ନୁହେଁ। ସର୍ବଦା ଅବିନାଶୀ ଜ୍ଞାନରତ୍ନ ବାହାରିବା ଉଚିତ। ପରମାତ୍ମାଙ୍କ ସ୍ମୃତି ଅର୍ଥାତ୍ ଯୋଗବଳ ଦ୍ୱାରା ଆତ୍ମାକୁ ରୂପବାନ କରିବାକୁ ହେବ। ସମ୍ପୂର୍ଣ୍ଣ ପବିତ୍ର ଶତପ୍ରଧାନ କରାଇବାକୁ ହେବ। ବହୁତ ବହୁତ ମିଠା କଥା କହିବାକୁ ହେବ। କଟୁ ବଚନ କହୁଥିବା ବ୍ୟକ୍ତିଙ୍କ ଠାରୁ ସର୍ବଦା ଦୂରେଇ ରହିବା ଉଚିତ। କାହାର ନିନ୍ଦା କରିବାର ନାହିଁ କି ନିନ୍ଦା ମଧ୍ୟ ଶୁଣିବାର ନାହିଁ। ବୁଦ୍ଧି ସ୍ୱଚ୍ଛ ଅର୍ଥାତ୍ ମଣିଷଦୃଶ କରିବା ଦରକାର। ସତ୍ୟ ପିତାଙ୍କର ସତ୍ୟ ଜ୍ଞାନ ଦ୍ୱାରା ମନୁଷ୍ୟମାନଙ୍କୁ ଦେବତା କଣ୍ଟାକୁ ଫୁଲ କରିବାର ସେବା କରିବା ଉଚିତ। ଯେହେତୁ ସାରା ବିଶ୍ୱ ବର୍ତ୍ତମାନ ପଞ୍ଚବିକାର ରୂପୀ ମାୟାର ଅଧୀନ ହୋଇ ସମ୍ପୂର୍ଣ୍ଣ ଦୁଃଖୀ ଅଶାନ୍ତ ହେଇଯାଇଛନ୍ତି, ପରସ୍ପରକୁ ଦୁଃଖ ଦେଇ ଚାଲିଛନ୍ତି। କଲ୍ୟାଣକାରୀ ପିତାଙ୍କର ସନ୍ତାନ ହିସାବରେ ନିଜର ତଥା ଅନ୍ୟମାନଙ୍କର କଲ୍ୟାଣ କରିବାର ସେବା କରିବା ଆବଶ୍ୟକ। ଶିବ ବାବା କହୁଛନ୍ତି, ପ୍ରତ୍ୟକ୍ଷତା ଏବଂ ପ୍ରତିଜ୍ଞାର ସନ୍ତୁଳନ ଦ୍ୱାରା ସମସ୍ତଙ୍କୁ ପରମାତ୍ମା ପିତାଙ୍କର ଆଶୀର୍ବାଦ ପ୍ରାପ୍ତ କରୁଥିବା ବିଜୟୀ ରତ୍ନ ହୁଅ। ପରମାତ୍ମା ପିତାଙ୍କର ପ୍ରତ୍ୟକ୍ଷତାର ନାଗଡ଼ା ବଜେଇବା ପାଇଁ ଦୃଢ଼ତା ସମ୍ପନ୍ନ ପ୍ରତିଜ୍ଞା କର। କୁହାଯାଏ ନା, ଧରती परिए पर ଧର୍ମ ନା ଛୋଡ଼ିଏ। ପ୍ରାଣ ପଛେ ଚାଲିଯାଉ କିନ୍ତୁ ଧର୍ମ ନ ଯାଉ। ଏହିଭଳି ପ୍ରତିଜ୍ଞା କରିବା ଆବଶ୍ୟକ। ଯଦି ଲଭଲିନ୍ ସ୍ଥିତିର ଅନୁଭବ କରିବ, ପରମାତ୍ମାଙ୍କ ସ୍ନେହରେ ବୁଡ଼ି ରହିବାର ଅନୁଭବ କରିବ, ତେବେ ସ୍ମୃତି ବିସ୍ମୃତିର ଯୁଦ୍ଧରେ ସମୟ ନଷ୍ଟ ହେବ ନାହିଁ। ଆଚ୍ଛା, ଆଜି ପାଇଁ ଏଇଠାରେ ଆମେମାନେ ବିରାମ ନେବା। ଆସନ୍ତାକାଲି ପୁନଃ ସେହି କଲ୍ୟାଣକାରୀ ପରମାତ୍ମାଙ୍କର ଆଉ କିଛି କଲ୍ୟାଣକାରୀ ମହାବାକ୍ୟକୁ ଆମେମାନେ ଆଲୋଚନା ମାଧ୍ୟମରେ ନିଜ ଜୀବନରେ ଧାରଣ କରିବା। ନିଜେ ପରିବର୍ତ୍ତନ ହେବା ସହିତ ସାରା ଭାରତକୁ, ଅର୍ଥାତ୍ ଯାହା ସତ୍ୟଯୋଗୀ ବିଶ୍ୱ ରୂପେ ପ୍ରତୀୟମାନ ହେବ, ତାହାର ଉତ୍ତମ ସେବା କରିବା ଆବଶ୍ୟକ। ସାରା ବିଶ୍ୱର ଆତ୍ମାମାନଙ୍କର କଲ୍ୟାଣ ହେଉ। ସମସ୍ତେ ସୁଖ
ଆଉ ଶାନ୍ତିର ଅନୁଭବ କରନ୍ତୁ। ଓମ୍ ଶାନ୍ତି। ଓମ୍ ଶାନ୍ତି। ଓମ୍ ଶାନ୍ତି।